କାନ୍ଦି କାନ୍ଦି ଶୁଖୁନି ମା ଆଖିର ଲୁହ। 22 ବର୍ଷର ରୋଜଗାରିଆ ପୁଅକୁ ହରାଇ ବେସାହାରା ବାପା ମା। ହଁ ଆଜ୍ଞା, ଏଇଭଳି କିଛି କଥାବାର୍ତ୍ତା ହୋଇଥିଲା ପୂର୍ବଦିନ ଗୁରୁବାର ରାତିରେ। ଭୁବନେଶ୍ୱର ପଟିଆରେ ରହି କାମ କରୁଥିବା ରୋଜଗାରିଆ ପୁଅ ଓ ବୁଢ଼ୀ ମା ମଧ୍ୟରେ। ଗୁରୁବାର ରାତିର ମୋ ପୁଅ କତିକି ଫୋନ କରିଥିଲି। ଧନରେ ଖାଇସାରିଲୁ ନା? କହିଲା ନା ବାବୁ ଖାଇନାହିଁ ତ, ମୋ କତିରେ ପଇସା ନାହିଁ। ମୁଁ କହିଲି ଆଉ ଖାଇନୁ? କହିଲା ନା ମୋ କତିରେ ପଇସା ନାହିଁ। ମୁଁ କହିଲି ସେ ରୁମ୍ରେ କେତେ ଜଣ ରହୁଛ? କହିଲା ଆମେ 4-5 ଜଣ ରହୁଛୁ। ମୁଁ କହିଲି ଆଉ ରୋଷେଇ କେତେବେଳେ କରିବ? କହିଲା ହବ ଆଉ। ମୁଁ କହିଲି କି ତରକାରୀ ରାନ୍ଧିବ? କହିଲା କିଛି ତରକାରୀ କ'ଣ ରନ୍ଧା ହବ ହେଇନାହିଁ କିଛି ଆଉ। ମୁଁ କହିଲି କହିଲା ସେଠୁ ମା ତୁ ଖାଇସାରିଲୁ ନା? ମୁଁ କହିଲି ମୁଁ ନା ଆଜି ଗୁରୁବାର ରାନ୍ଧୁଆ, ଆଉ ବାପା ହେରିକା ପଖାଳ ଖାଇବେ, ମୁଁ କ'ଣ ଜଳଖିଆ ଦୁଇଟା ଖାଇଦେବି ଆଉ। କହିଲା ହଉ ମା ମୁଁ ଯାଉଛି, ଇଏ ଖାଇଦେଇକି ଶୋଇବୁ। ଆଉ ସକାଳେ ଦେଖିଲା ବେଳୁ ମୋ ଝିଅ ତାର ଫୋନ କରୁଛି ମାଲୋ ମା। ଏ ହେଲେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ବାଲିଚତୁରୀ ଗ୍ରାମର ସୁନାଚାନ୍ଦ ନାୟକଙ୍କ 22 ବର୍ଷର ପୁଅ ସୁବ୍ରତ ନାୟକ ଓରଫ ଦୀପକ। ସୁନାଚାନ୍ଦ ପରିବାରର ମୋଟ 4 ଜଣ କୁଟୁମ୍ବ। ପିତା ସୁନାଚାନ୍ଦ ଚାଷରୁ ଯାହା ରୋଜଗାର କରେ ପରିବାର ଚଳିବା କଷ୍ଟକର। ଘରେ କଲେଜ ପଢୁଆ ଭଉଣୀ ଗୋଟିଏ ବୋଲି ପୁଅ ମୃତ ସୁବ୍ରତ ବାପା ମାଙ୍କ ମୁହଁରେ ହସ ଫୁଟାଇବା ଏବଂ ସାନ ଭଉଣୀର କଲେଜ ପଢା ଖର୍ଚ୍ଚ ପାଇଁ କିଛି ବର୍ଷ ହେଲା ପଟିଆ ସ୍ଥିତ ସୁକାନ୍ତ ସାହୁଙ୍କ ମା ହାଣ୍ଡିଶାଳ ହୋଟେଲରେ ରହି କାମ କରି ଆସୁଥିଲେ। ହୋଟେଲ ପଛରେ ଥିବା ଏକ ଘରେ 4-5 ଜଣ ରହୁଥିଲେ। ଭାଗ୍ୟର ବିଡମ୍ବନା 17 ତାରିଖ ଶୁକ୍ରବାର ସକାଳୁ ଖବର ମିଳିଲା ଗତ ରାତିରେ ପୁଅ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି। ପରିବାର ସହିତ ଗ୍ରାମବାସୀ ଚକିତ ହୋଇଯାଇଥିଲେ। ଶୋକର ଛାୟା ଖେଳି ଯାଇଥିଲା ଗ୍ରାମରେ। ନା ଋଣ ଭାରରେ ସେ ବୁଡ଼ିଥିଲେ, ନା ପରିବାରର ଅଶାନ୍ତି ଥିଲା। ଦୀପକ ପରି ପିଲା କେବେ ଆତ୍ମହତ୍ୟା କରିନପାରେ। 17 ତାରିଖ ଦିନ ଆମେ ଯାଇ ଦେଖିଲୁ କ୍ୟାପିଟାଲ ହସ୍ପିଟାଲରେ। ଆମର ସନ୍ଦେହ ହେଲା, ଆମେ ଯିବା ପୂର୍ବରୁ ହୋଟେଲ ମାଲିକ, ମା ହାଣ୍ଡିଶାଳର ହୋଟେଲ ମାଲିକ ଏବଂ ୟୁନିଭର୍ସିଟି ଥାନାର ଥାନା ଅଧିକାରୀ ସେମାନେ ଶବକୁ ଓହ୍ଲାଇ ଆଣି କ୍ୟାପିଟାଲ ହସ୍ପିଟାଲ 6 ନମ୍ବରରେ ରଖିଥିଲେ। ଆମର ସନ୍ଦେହ ହେଉଛି ଏଇଥିପାଇଁ ଯେ ସେ ପିଲା ସେଭଳିଆ କେଭଳି ଦୁଷ୍ଟ ନୁହେଁ। ସେ କୋଉଭଳିଆ ଆତ୍ମହତ୍ୟା କଲାର ରୂପ ଦିଆହେଇଛି। ଆମେ ତାର ବେକର ଯେଉଁ ପୋଜିସନରେ ସେମାନେ ଫଟୋ ଦେଖେଇଲେ, ଫଟୋ ତଳେ ଲାଗିଥିଲା, ଖଟ ଉପରେ ତାର ପାଦ ଥିଲା। ତେଣୁ ପୁଲିସ ବି କହୁଛି ଯେ ହଁ ସେ ତଳେ ତାର ଲାଗିଥିଲା ପାଦ। ତେଣୁ ଆମର ସନ୍ଦେହ ହେଉଛି ଏକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବା ପାଇଁ ଏକ ଷଡ଼ଯନ୍ତ୍ର କରିଛନ୍ତି। ଏହାର ବିଧିବଦ୍ଧ ପରିବାର ଲୋକ ହୋଟେଲରେ ପହଞ୍ଚିବା ପୂର୍ବରୁ ମୃତ ଶରୀରକୁ ମେଡିକାଲ ନେଇଯିବା ପୂର୍ବରୁ ହୋଟେଲ ମାଲିକ ସହିତ ଗଣ୍ଡଗୋଳ ଏବଂ ଝୁଲୁଥିବା ମୃତ ଶରୀରକୁ ଦେଖିଲେ ଯେ କେହି କହିବ ଏହା ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି। ତେଣୁ ଏହିସବୁ ଘଟଣାକୁ ଅନୁଧ୍ୟାନ କଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କରାଯାଇଛି ବୋଲି ସନ୍ଦେହ ଦୃଢ଼ୀଭୂତ ହୋଇଥିଲା ପରିବାର ଲୋକଙ୍କର। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଶବ। ପିତାଙ୍କ ଦ୍ୱାରା ୟୁନିଭର୍ସିଟି ଥାନାରେ ହତ୍ୟାର ଅଭିଯୋଗ କ୍ରମେ ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲୁ ରଖିଛି। ଭଦ୍ରକରୁ ଅମୂଲ୍ୟ କୁମାର ମାଝୀଙ୍କ ରିପୋର୍ଟ, ଅମୂଲ୍ୟ ଲାଇଭ।